ସଦା ସତର୍କ। ଉମେଶ ସବୁବେଳେ ବାହାଦୁରୀ ଦେଖାଏ ଯେ ସେ ସବୁବେଳେ ସତର୍କ ଥାଏ। ପ୍ରତି କଥାରେ ସେ ଯଥେଷ୍ଟ ଆଗରୁ ସାବଧାନ ହୋଇସାରିଥାଏ। ପଡ଼ୋଶୀ ରମେଶକୁ ସେ ଏହି ବିଷୟରେ ସବୁବେଳେ ପରାମର୍ଶ ଦିଏ ଓ ସେ ସବୁ କଥା ଶୁଣି କେବଳ ହଁ କରି ନୀରବରେ ଚାଲିଯାଏ। ଦିନେ ସେହି ଗ୍ରାମକୁ ଜଣେ ସାଧୁଙ୍କର ଆଗମନ ହେଲା ଓ ସେ ଗ୍ରାମବାସୀମାନଙ୍କୁ ସାକ୍ଷାତ କରି କହିଲେ, ଏଇ ଗ୍ରାମ ଗ୍ରହ ଦୋଷରେ ପୀଡ଼ିତ ହେବାକୁ ଯାଉଛି। ସେହି କାରଣରୁ ଏଠାରେ ଫସଲ ନଷ୍ଟ ହେବ ଓ ଫସଲରେ ପୋକ ଲାଗିଯିବାର ସମ୍ଭାବନା ରହିଛି। ତେଣୁ ସବୁ ଲୋକ ନିଜ ନିଜ ଘରେ ପୂଜାପାଠ କରିବା ଆରମ୍ଭ କରିବେ, ଯାହା ସେମାନଙ୍କୁ ଗ୍ରହ ଦୋଷରୁ ନିସ୍ତାର ଦେଇପାରିବ। ମୁଁ କାଲି ଆସିବି ଓ ସେହି ସମ୍ପର୍କରେ ଅଧିକ ତଥ୍ୟ ଜଣାଇବି। ଯେଉଁମାନେ ତାଙ୍କ କଥାକୁ ବିଶ୍ୱାସ କରୁଛନ୍ତି ସେମାନେ ପ୍ରାତଃକାଳରେ ସ୍ନାନାଦି କାର୍ଯ୍ୟ ସମାପନ କରି ଶୁଦ୍ଧିପୂତ ଭାବରେ ଗ୍ରାମର ମଣ୍ଡପ ପାଖକୁ ଚାଲି ଆସିବେ। ଗ୍ରାମ ଅଧିକାରୀ ସମସ୍ତଙ୍କର କଥାକୁ ଗ୍ରହଣ କଲେ ଓ ସାରା ଗ୍ରାମରେ ଡେଙ୍ଗୁରା ପିଟାଇ ଦେଲେ। ତା ପରଦିନ ରମେଶ ସକାଳୁ ସକାଳୁ ସ୍ନାନ କରି ପୂଜା ସାରି ଘରୁ ବାହାରି ଆସି ପଡ଼ୋଶୀ ଉମେଶକୁ ଡାକିଲା। ସେତେବେଳକୁ ଉମେଶ ଶୋଇଥିଲା। ରମେଶର ଡାକ ଶୁଣିବା ମାତ୍ରେ ଉଠି ବସିଲା ଓ ତରତର ହୋଇ ଶୌଚାଦି କର୍ମ ସାରି କପଡ଼ା ବଦଳେଇ ବାହାରି ଆସିଲା। ଦୁହେଁ ଗ୍ରାମର ମଣ୍ଡପ ପାଖକୁ ଆସିଲେ। ସେତେବେଳକୁ ବହୁତ ଲୋକ ଆସି ସାଧୁ ବାବାଙ୍କର ପ୍ରତୀକ୍ଷା କରିଥିଲେ। ସେଠାରେ ଉପସ୍ଥିତ ଜଣେ ଲୋକ ଆଉ ଜଣକୁ ଦୃଢ଼ତାର ସହିତ କହୁଥାଏ, ଗ୍ରହଦୋଷ କାରଣରୁ ଫସଲରେ ପୋକ ଲାଗିଯିବ, ଏହା ସମ୍ପୂର୍ଣ୍ଣ ଅନ୍ଧବିଶ୍ୱାସ ଅଟେ। ତାଙ୍କ କଥା ଶୁଣି ଉମେଶ ହସି ହସି କହିଲା, ସେ ବିଷୟରେ ଚର୍ଚ୍ଚା କରିବା ନିରର୍ଥକ ଅଟେ। ଯାହା ମନରେ ସନ୍ଦେହ ଉପୁଜୁଛି ସେ ସାଧୁ ବାବାଙ୍କୁ ପଚାରି ପାରିବ। ମହାତ୍ମାଙ୍କ ବାଣୀ ବହୁତ ମୂଲ୍ୟବାନ ହୋଇଥାଏ। ଥରେ ଜଣେ ସାଧୁ ଆମ ଘରକୁ ଆସିଥିଲେ। ସେ କହିଲେ, ମନୁଷ୍ୟ ସବୁବେଳେ ସତର୍କ ରହିବା ଜରୁରୀ। କାଲିର କାମ ଆଜି, ଆଜିର କାମ ଏଇକ୍ଷଣି କରିବା ଉଚିତ। ଏହା ଏକ ଅତି ମହତ୍ତ୍ୱପୂର୍ଣ୍ଣ ସନ୍ଦେଶ। ଉମେଶ, ତୁମେ କ'ଣ କହୁଛ? ଉମେଶ ସବୁବେଳେ ସେଇ ସୁଯୋଗକୁ ଚାହିଁ ବସିଥାଏ। କେତେବେଳେ ସେ ରମେଶକୁ ସମସ୍ତଙ୍କ ଆଗରେ ନ୍ୟୁନ ଦେଖାଇ ପାରିବ। ତେଣୁ ସେ ତୁରନ୍ତ କହିଲା, ସାଧୁ ଯାହା ବତାଇଥିଲେ ତାହା ତୁମ ଉଦ୍ଦେଶ୍ୟରେ କହିଥିଲେ। ମୋତେ ସେ କଥା ବହୁ ଆଗରୁ ଜଣାଅଛି। ସେଥିପାଇଁ ମୁଁ ଆଜି ଏତେ ବଡ଼ ମଣିଷ ହୋଇପାରିଛି। ତୁମ କଥାରେ ମଧ୍ୟ ସତ୍ୟତା ରହିଛି। କାଲି ବିହନ ବିକିବାବାଲା ଆମ ଗ୍ରାମକୁ ଆସିଥିଲେ। ମୁଁ ଭାବିଲି ଆଜି କିଣିଲେ ଚଳିବ, କିନ୍ତୁ କାଲି ଦିନକରେ ହିଁ ସବୁ ବିହନ ବିକ୍ରି ହୋଇଗଲା। ସଦା ସତର୍କ ରହିବା କଥା ମୁଁ ସାଧୁ ମହାତ୍ମାଙ୍କ ଠାରୁ ଶୁଣିଲି ସିନା, ତାକୁ କାର୍ଯ୍ୟରେ ପରିଣତ କରିପାରିଲି ନାହିଁ। ତେଣୁ ଆଜି ମୋତେ ବାଧ୍ୟ ହୋଇ ପଡ଼ୋଶୀ ଗ୍ରାମର ହାଟକୁ ବିହନ କିଣିବାକୁ ଯିବାକୁ ପଡ଼ିଲା। ରମେଶ ହସି ହସି କହିଲା। ତା କଥା ଶୁଣି ସେଠାରେ ଉପସ୍ଥିତ ଥିବା ସୁରଦାସ ନାମକ ଜଣେ ଲୋକ ଆଶ୍ଚର୍ଯ୍ୟ ପ୍ରକଟ କରି କହିଲା, ତୁମେ ଏବେ ଯାଏଁ ବିହନ କିଣିନାହଁ? ଉମେଶ ତ କାଲି ବସ୍ତାଏ ବିହନ କିଣିଛି। ମୁଁ ଭାବିଲି ଅଧବସ୍ତା ବିହନ ତା ପାଇଁ ଯଥେଷ୍ଟ ହବ। ବାକିତକ ସେ ତୁମ ପାଇଁ କିଣିଛି। ଯେତେବେଳେ ତୁମେ ଦୁଇଜଣ ସାଙ୍ଗ ଓ ପଡ଼ୋଶୀ। ଉମେଶ ଭାବିନଥିଲା ଯେ ସେଇ ଲୋକ ଏମିତି ସମସ୍ତଙ୍କ ସମ୍ମୁଖରେ ତାର ମୁଖା ଖୋଲିଦେବ। ସେ ଜାଣିଶୁଣି ବସ୍ତାଏ ବିହନ କିଣିଥିଲା, ଯେପରି ରମେଶକୁ ବିହନ କିଣିବାକୁ ନ ମିଳୁ ଓ ସେ ହଇରାଣ ହେଉ। ଏହି ସତ୍ୟକୁ ଲୁଚାଇବା ପାଇଁ ଉମେଶ ଚିଡ଼ି ଉଠି କହିଲା, ତୁମେ ଆମ ଦୁଇଜଣଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି କରାଇବାକୁ ଚାହଁ। ନହେଲେ ଏବେ ସେ କଥା କହିବା କ'ଣ ଜରୁରୀ ଥିଲା? ମୁଁ ସବୁବେଳେ ସତର୍କ ରହିଥାଏ। କାଲିର କାମ ଆଜି କରିଥାଏ। ଆର ବର୍ଷ ସେଇ ବିହନ ମୋ କାମରେ ଲାଗିବ। ସେଥିପାଇଁ ମୁଁ ସବୁତକ ବିହନ କିଣି ପକାଇଲି। ରମେଶ ସ୍ନେହରେ ଉମେଶର କାନ୍ଧରେ ହାତ ରଖି କହିଲା, ଆମ ଦୁଇ ବନ୍ଧୁଙ୍କ ଭିତରେ ମନୋମାଳିନ୍ୟର ସ୍ଥାନ ନାହିଁ। ମୁଁ ଜାଣିଥିଲି ତୁମେ ଅଧିକା ବିହନ କିଣିଛ, ତଥାପି ମୁଁ ତୁମକୁ ମାଗିଲି ନାହିଁ। ବିଚରା ଉମେଶ ବୋକା ହୋଇ କେବଳ ଚାହିଁ ରହିଲା। ଏତିକି ବେଳେ ସାଧୁ ବାବାଙ୍କର ଆଗମନ ହେଲା। ସାଧୁ ବାବା ଉପସ୍ଥିତ ଗ୍ରାମବାସୀଙ୍କୁ ସମ୍ବୋଧନ କରି କହିଲେ,
ଗ୍ରହମାନଙ୍କର ସ୍ଥିତିଗତି କାରଣରୁ ଧରିତ୍ରୀ ଉପରେ ପରିବର୍ତ୍ତନ ହେବାକୁ ଯାଉଛି। ମୋ କଥାକୁ ଅନ୍ଧବିଶ୍ୱାସ ମନେକରି ନଥିବାରୁ ମୁଁ ତୁମକୁ ଧନ୍ୟବାଦ ଜଣାଉଛି। ଏବେ ମୁଁ ସମସ୍ତଙ୍କୁ ଗୋଟିଏ ଅଭିମନ୍ତ୍ରିତ ବୀଜ ପ୍ରଦାନ କରିବି। ତୁମେ ତାକୁ ହାତମୁଠାରେ ବନ୍ଦ କରି ନିଜ ଘରକୁ ନେଇଯିବ ଓ ନିଜ ପୂଜା କୋଠରୀର ଠାକୁରଙ୍କ ଚାରିପାଖରେ ପ୍ରଦକ୍ଷିଣ କରି 108 ଥର ପଞ୍ଚାକ୍ଷରୀ ମନ୍ତ୍ର ଜପ କରିବ। ଏହିପରି କଲେ ଗ୍ରହଦୋଷ କଟିଯିବ। ତୁମେମାନେ ସ୍ନାନାଦି ସାରି ଶୁଦ୍ଧପୂତ ହୋଇ ଆସିଥିବ ନିଶ୍ଚିନ୍ତ। ଯିଏ ସ୍ନାନ ନ କରି ଅପରିଷ୍କାର ହୋଇ ଆସିଥିବ, ମନ୍ତ୍ରିତ ବୀଜ ତା ପାଖକୁ ଗଲେ କାମ ଦେବ ନାହିଁ, ତାର ବିପରୀତ ପ୍ରଭାବ ପଡ଼ିବ। ସେଠାରେ ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ଉମେଶକୁ ମିଶାଇ ଆଉ 10 ଜଣ ଲୋକ ଏହିପରି ଥିଲେ ଯେଉଁମାନେ ସ୍ନାନ ନ କରି ଆସିଥିଲେ। ତେଣୁ ସେମାନେ ଭୟରେ ପଛକୁ ହଟିଗଲେ। ସାଧୁ ସେମାନଙ୍କୁ ଲକ୍ଷ୍ୟ କରି କହିଲେ, ଚିନ୍ତା କର ନାହିଁ, ମୁଁ ଗ୍ରାମ ଅଧିକାରୀଙ୍କୁ କିଛି ଅଧିକ ବୀଜ ଦେଇଯିବି। ତୁମେମାନେ ତାହା ତାଙ୍କଠାରୁ ସଂଗ୍ରହ କରିପାରିବ। ଏହିପରି କହି ସାଧୁବାବା ସମସ୍ତଙ୍କୁ ଗୋଟିଏ ଲେଖାଏଁ ଓ ଗ୍ରାମ ଅଧିକାରୀଙ୍କୁ କିଛି ଅଧିକା ବୀଜ ପ୍ରଦାନ କଲେ। ଏହା ଦେଖି ସୁରଦାସ ଉମେଶକୁ ପରିହାସ କରି କହିଲା, ତୁମର ସଦା ସତର୍କ ଆଚରଣ ଗଲା କୁଆଡ଼େ? ଠିକ୍ ସମୟରେ ସ୍ନାନ କରି ଆସିଥିଲେ, ଏବେ ନିଜ ହାତରେ ସାଧୁଙ୍କଠାରୁ ଅଭିମନ୍ତ୍ରିତ ବୀଜ ନେଇପାରି ନଥାନ୍ତ କି? ରମେଶ ତୁରନ୍ତ କହି ପକାଇଲା, ସତରେ ନା କଣ? ସ୍ନାନ ନ କରି ଆସିଥିବା ଯୋଗୁଁ ସାଧୁଙ୍କଠାରୁ ମନ୍ତ୍ରିତ ବୀଜ ନେଇ ନ ପାରିଥିବା ଲୋକଙ୍କ ମଧ୍ୟରୁ ଆମ ଉମେଶ ମଧ୍ୟ ଜଣେ। ଏହା ମୁଁ ଜାଣିନାହିଁ। ଯଦି ମୁଁ ଜାଣିଥାନ୍ତି, ତେବେ ମୁଁ ସାଧୁଙ୍କୁ ଏହା କହିଥାନ୍ତି ଯେ ମୋ ବନ୍ଧୁ ପ୍ରତି ଏହି ନିୟମ ଲାଗୁ ହୋଇପାରିବ ନାହିଁ। ସଦା ସତର୍କ ରହିବାର ଅଭ୍ୟାସ ଯୋଗୁଁ ସେ ଆଜି ପାଇଁ କାଲିଠାରୁ ସ୍ନାନ କରି ସାରିଛି। ରମେଶର କଥା ଶୁଣି ସମସ୍ତେ ହସି ଉଠିଲେ। ଏହିପରି ଉମେଶ ପୁଣି ଥରେ ରମେଶ ଦ୍ୱାରା ଅପମାନିତ ହେଲା। ଏହା ପରଠାରୁ ସେ ଆଉ କେବେ ବି ସଦା ସତର୍କତା ସମ୍ପର୍କରେ ଆଲୋଚନା କରିବାର ଶୁଣାଯାଇ ନାହିଁ।